ବିରକ୍ତ ବଚ୍ଚନର ଏହି ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ମେ 7 ତାରିଖ ଦିନ 11ଟା ବେଳେ ବାଲିଅନ୍ତା ବ୍ଲକ, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ରାମଚନ୍ଦ୍ରପୁର କାର୍ଯ୍ୟ ଉପରେ ଜଣେ ଜିଆର୍ପି କନେଷ୍ଟବଳ ଯୁବକଙ୍କୁ ଲୋକମାନେ ଗୋଡ଼େଇ ଧରିଥିଲେ ଏବଂ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏହି ଘଟଣା ଘଟିବା ପରେ ସାରା ଓଡ଼ିଶାରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ସମସ୍ତେ ଏ କଥାକୁ ନେଇକି ବିଭିନ୍ନ ପ୍ରଶ୍ନ ଉଠାଉଛନ୍ତି। ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଅପରପକ୍ଷରେ ଏହି ଏପ୍ରିଲ 25 ତାରିଖରୁ ମେ ପ୍ରଥମାର୍ଦ୍ଧରେ ଆମେ ଲକ୍ଷ୍ୟ କରିବା ଯେ ଓଡ଼ିଶାରେ ଅତ୍ୟନ୍ତ ଜଘନ୍ୟ ହିଂସାତ୍ମକ କାର୍ଯ୍ୟକ୍ରମ ମାନେ ବଢ଼ିବାରେ ଲାଗିଛି ଏବଂ ଯାହା କେବେ କଳ୍ପନା କରାଯାଇ ନପାରେ ଏମିତି ଅମାନସିକ କାର୍ଯ୍ୟକ୍ରମ ଲୋକମାନେ ହାତକୁ କାହିଁକି ନେଉଛନ୍ତି ତାହା ଚିନ୍ତାର କାରଣ ହେଇଛି। ଆପଣ ଦେଖନ୍ତୁ, ହିଞ୍ଜିଳିକାଟୁରେ ଜଣେ ମହିଳା ଯିଏକି ପ୍ରେମ ବିବାହ କରିଥିଲେ ଏବଂ ତାଙ୍କୁ ଯୁବକ ଜଣକ ଛାଡ଼ି ଦେଇଗଲେ। ସେ ଗର୍ଭବତୀ ଥିଲେ 4 ମାସରେ ଏବଂ ତାଙ୍କର ମଧ୍ୟ 3 ବର୍ଷର ପିଲାଟିଏ ଥିଲା। ସେ ଶାଶୁଘରକୁ ଯାଇଛନ୍ତି, ଦିଅର ଅଳ୍ପ ବର୍ଷର ଦିଅର ଆସି ଅତି ନୃଶଂସ ଭାବେ ତାକୁ ହତ୍ୟା କରିଛି। ଏବେ ସେ ପିଲାଟିର ଅବସ୍ଥା କ'ଣ ହେବ? ବଞ୍ଚିଥିବା ପିଲାଟିର ଅବସ୍ଥା କ'ଣ ହେବ? ଆଉ ସମାଜ ଉପରେ କି ପ୍ରଭାବ ପକାଉଛି? ପୁରୀ ଜିଲ୍ଲାର କଣାସରେ ବିଚ୍ ବଜାର ଉପରେ ମାଛକଟା ପନିକିରେ ଜଣେ ଖଣ୍ଡାୟତ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା କରିଦେଲେ ଏବଂ ତା ମୁହଁ ଉପରେ ଗାଡ଼ି ଚଢ଼େଇଲେ ଏବଂ ଭିଡ଼ିଓ ରେକର୍ଡ଼ିଂ କଲେ। ଆଉ ସର୍ବଶେଷରେ ଏ ଯେଉଁ ବାଲିଅନ୍ତା ରାମଚନ୍ଦ୍ରପୁର କାର୍ଯ୍ୟ ଉପରେ ବ୍ରିଜ୍ ଉପରେ ଯେଉଁ କାଣ୍ଡ ଘଟିଲା, ସେଇଟା ଯାହା ବି ହେଉ, ଯେତେ ଶବ୍ଦରେ ନିନ୍ଦା କରାଗଲେ ମଧ୍ୟ ସେଥିପାଇଁ ଭାଷା ନାହିଁ। ଦୁଃଖ ତ ନିଶ୍ଚିତ ଲାଗୁଛି ଜଣକୁ ଆଇନକୁ ହାତକୁ ନେଇକି ଜଣକୁ ମଣିଷକୁ ହତ୍ୟା କରିବା ଘଟଣା। କିନ୍ତୁ ଆପଣମାନଙ୍କୁ ଏଠି ଆମେ କହି ରଖିବା ପାଇଁ ଚାହୁଁ ଯେ ଘଟଣା ପଛରେ ତ ମାନେ ଖବର ପଛରେ ତ ଅନେକ ଖବର ରହିଛି। ତେବେ ପ୍ରଶ୍ନ ଆଉ ପ୍ରସଙ୍ଗ ହେଉଛି ଏତେ ଅପରାଧ ଘଟୁଛି କାହିଁକି? କ'ଣ ପୁଲିସ ଉପରୁ ଲୋକଙ୍କର ଆସ୍ଥା ହ୍ରାସ ପାଇଛି? ପୁଲିସ କାହା ସେବା କରୁଛି? ଶେଷରେ କାହିଁକି ପୁଲିସ ନିଜ ଆଡ଼ୁ ଏତଲା ଗ୍ରହଣ କରିବାର ସିଷ୍ଟମ୍ ବା ଧାରା ବା ପ୍ରଥା ଆପଣାଉ ନାହିଁ? ସ୍ୱାଧୀନତାର ଆଉ କେତେ ବର୍ଷ ପରେ ପୁଲିସ ଅପରାଧ ସମ୍ପର୍କିତ ରେକର୍ଡ଼ ବା ରିପୋର୍ଟ FIR ନିଜ ଆଡ଼ୁ ଗ୍ରହଣ କରିବେ, ଦାୟର କରିବେ ଏବଂ ତଦନ୍ତ କରିବେ? ଏ କଥାଟିକୁ କାହିଁକି ହେଉନାହିଁ? ଏଇ ଯେଉଁ ସାମ୍ପ୍ରତିକ ଘଟଣାବଳୀକୁ ଲକ୍ଷ୍ୟ କଲେ ଏହି ପ୍ରଶ୍ନ ଜନମାନସରେ ଉଠୁଛି, ଯାହା ଆମେ ଏଠି ଚର୍ଚ୍ଚା କରୁଛନ୍ତି। ଘଟଣାଟି ହେଉଛି ଯେ ଏହି ସଦ୍ୟ 2024ର ନ୍ୟାସନାଲ୍ କ୍ରାଇମ୍ ରିପୋର୍ଟ, ଯାହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପ୍ରକାଶ କରନ୍ତି, ତାହା ପ୍ରକାଶ ପାଇଛି ମେ 6 ତାରିଖ ଦିନ। ସେଥିରେ କୁହାଯାଉଛି ଯେ ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଜାତୀୟ ସ୍ତରରେ, ଭାରତରେ ମହିଳା ବିରୋଧୀ ଅପରାଧରେ ଆମ ରାଜ୍ୟ ଭାରତରେ ଦ୍ୱିତୀୟ, ଆଉ ସେକ୍ସୁଆଲ ହାରାସମେଣ୍ଟରେ ଆମ ରାଜ୍ୟ ପ୍ରଥମ, ଆଉ ଶିଶୁ ନିଖୋଜରେ ଯେଉଁ ଯଦି ଝିଅ ପିଲାଙ୍କ କଥା ଉଠେ ତାହେଲେ ଯେତିକି ଶିଶୁ ନିଖୋଜ ହେଉଛନ୍ତି ପାଖାପାଖି 87% ହେଉଛନ୍ତି ଝିଅ ପିଲା। ଆଉ ହିଂସାତ୍ମକ ଯେଉଁ ଅପରାଧ, ଯେଉଁ ଆପଣଙ୍କର କଣାସ ହେଉ ବା ହିଞ୍ଜିଳିକାଟୁ ହେଉ ବା ରାମଚନ୍ଦ୍ରପୁର କାର୍ଯ୍ୟ ଉପରେ ବାଲିଅନ୍ତା ଥାନାରେ ଯେଉଁ ଘଟଣା ଘଟିଲା ଓଡ଼ିଶାରେ, ସେ ଆଜି ସାରା ଭାରତରେ ଚର୍ଚ୍ଚା, ସାରା ଭାରତକୁ ଆଲୋଡ଼ନ ସୃଷ୍ଟି କରିଦେଇଛି। ବ୍ୟବସ୍ଥା ପ୍ରତି କେମିତି ଭାବରେ ଲୋକମାନଙ୍କର ହତୋତ୍ସାହ ବଢ଼ିଛି ଏବଂ ଲୋକମାନେ ଆଇନକୁ ହାତକୁ ନେଉଛନ୍ତି, ପୁଲିସ ଉପରୁ ଆସ୍ଥା ହଟିଯାଉଛି। ଅପରାଧ ବଢ଼ି ବଢ଼ି କାହିଁକି ଚାଲୁଛି? ଏସବୁ କଥାକୁ ଯଦି ଆମେ ତର୍ଜମା କରିବା ବା ନ୍ୟାସନାଲ୍ କ୍ରାଇମ୍ ରିପୋର୍ଟ ବ୍ୟୁରୋକୁ ଆମେ ଏକ ମାନକ ବା ମାପକ ହିସାବରେ ନେବା, କାହିଁକିନା ସବୁ ପରିସଂଖ୍ୟାନ ଗୋଟିଏ କାରଣରୁ ବୃଦ୍ଧି ପାଇଥାଏ, ତାର ଭଲ ଦିଗ ଥାଏ, ତାର ଖରାପ ଦିଗ ଥାଏ ଏବଂ କ୍ରାଇମ୍ ଏ ଯେଉଁ ପରିସଂଖ୍ୟାନକୁ ଦେଇକି ଭାରାକ୍ରାନ୍ତ କରିବା ସାଧାରଣ ଲୋକଙ୍କ ପାଖରେ ମୁଁ ଅନ୍ତତଃ ପକ୍ଷେ ବ୍ୟକ୍ତିଗତ ଭାବେ ଏଥିରେ ବିଶ୍ୱାସୀ ନୁହେଁ। କିନ୍ତୁ ତାହାକୁ ତ ମାପକ ହିସାବରେ ନେବା କିଛି ଅଂଶରେ, କାହିଁକିନା ଆପଣଙ୍କର ନ୍ୟାସନାଲ୍ କ୍ରାଇମ୍ ବ୍ୟୁରୋ ରେକର୍ଡର ରିପୋର୍ଟଟା 2024, ଯାହାକୁ ଟାଇମ୍ସ ଅଫ୍ ଇଣ୍ଡିଆ 8 ତାରିଖ ମେରେ ପ୍ରକାଶ କରିଛନ୍ତି ଖବର, ଯାହା ଓଡ଼ିଶାର ଅନ୍ୟାନ୍ୟ ଖବରକାଗଜ ଏତେ ପ୍ରକାଶ ପାଇନାହିଁ। ଘଟଣାଟି ହେଉଛି ଯେ ହିଂସାତ୍ମକ ଯେଉଁ ଅପରାଧ 75,000 ଉର୍ଦ୍ଧ୍ୱ ରେକର୍ଡ଼ କରାଯାଇଛି ଗୋଟିଏ ବର୍ଷରେ 2024ରେ। ସେଥିରେ ଆମେ ସରକାର କଥା ଯେ ଚିନ୍ତା କରିବା, ସେଥିରେ ବିଜୁ ଜନତା ଦଳ ସରକାର ଥିଲେ, ଏପଟେ ଭାରତୀୟ ଜନତା ପାର୍ଟି ଲୋକ ସରକାର ଅଛନ୍ତି। ପ୍ରଶ୍ନ ଆଉ ପ୍ରସଙ୍ଗ ହେଉଛି ଯେଉଁ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଆନ୍ତା ଏବଂ ଆଇନଗତ ସଚେତନତା ବୃଦ୍ଧି ପାଉଥାନ୍ତା ଗାଁ ଗାଁରେ,
ତାହେଲେ ଲୋକମାନେ ଆଇନକୁ କାହିଁକି ହାତକୁ ନିଅନ୍ତେ? ଯଦି କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୁଅନ୍ତା ଏବଂ କନଭିକ୍ସନ ରେଟ୍ଟା ଯଦି ବଢ଼ନ୍ତା, ଦଣ୍ଡ ବ୍ୟବସ୍ଥାଟା ଏବେ ଅଧାଧିକ ବି 50% ଦଣ୍ଡ ବ୍ୟବସ୍ଥା ହେଇପାରୁନାହିଁ। ଯୋଉ ହାର କ୍ରାଇମ୍ ରେକର୍ଡ ବ୍ୟୁରୋର ପ୍ରକାଶ ପାଇଛି ଭାରତର ଓଡ଼ିଶାର ସ୍ଥାନ ଯେଉଁ ଯାହା ରହିଛି। ଓଡ଼ିଶାରେ ପାଖାପାଖି 700 ଥାନା ରହିଛି ବନ୍ଧୁଗଣ। 17,000 ପଦବୀ ରହିଛନ୍ତି, ପୁଲିସ ଅଧିକାରୀ ରହିଛନ୍ତି, ଆଉ 14,000 ପାଖାପାଖି ଏବେ ଅଛନ୍ତି, ଆଉ 2-4,000 ନିଅଣ୍ଟ ଅଛି। ଏତେ ପୁଲିସ ଅଛନ୍ତି, କ'ଣ ଗୋଟିଏ ଗାଁରେ ବା ପଞ୍ଚାୟତରେ କେବେ ପୁଲିସ ଯାଇକି ଶୁଣାଣି କରୁଛନ୍ତି କି? ଗାଁରେ ଅନେକ ଘର ଭଙ୍ଗା ରହିଛନ୍ତି, ଅନେକ ଷଡ଼ଯନ୍ତ୍ରକାରୀ ରହିଛନ୍ତି, ନାନାଦି କଥାରେ ନିଜକୁ ସାମିଲ କରେଇକି ଗୃହଯୁଦ୍ଧ ସୃଷ୍ଟି କରୁଛନ୍ତି। ଯଦି ଛୋଟ ମୋଟ ଡାଏରୀ ନୋଟ୍ ହୁଅନ୍ତା, ତାଙ୍କୁ ତାଗିଦା ହୁଅନ୍ତା, ତାଙ୍କୁ ବୁଝେଇ ଦିଅନ୍ତା ଯେ ଆଇନର ଗଣ୍ଡି କ'ଣ, ଆଇନର ହାତ କେତେ କଠୋର, ତାହେଲେ ଅନ୍ତତଃପକ୍ଷେ ଟିକେ ଅପରାଧ ନିୟନ୍ତ୍ରଣ କରାଯାଇପାରନ୍ତା। ପୁଲିସ କ'ଣ ସେ କଥା କରୁଛନ୍ତି କି? ଆମେ ତ ମୁଖ୍ୟମନ୍ତ୍ରୀ ଯେତେବେଳେ ମୋହନ ମାଝୀ ଆସିଲେ ଲୋକ ସରକାର, ଆମେ ସେ କଥା ପ୍ରଥମରୁ ବିଭିନ୍ନ ସମୟରେ ସ୍ୱର ଉଠେଇଛୁ ଯେ ଆପଣ ଅଭିଯୋଗ ଶୁଣାଣି କରୁଛନ୍ତି ଭଲ କଥା, କିନ୍ତୁ ଅଭିଯୋଗ ଶୁଣାଣି ଯଦି ପଞ୍ଚାୟତ ସ୍ତରରେ ହେବ, ଆପଣଙ୍କର ପୁଲିସ ଯଦି ପଞ୍ଚାୟତ ସ୍ତରକୁ ଯିବ, ଅନେକ କଥା ମଧ୍ୟ ସେଇଠି ସମାପ୍ତି ହେଇଯିବ, ଆଉ ଆସିବ ନାହିଁ ରାଜ୍ୟ ସ୍ତରକୁ। କାହିଁ କେତେ ଦୂରରୁ ଆସିକି ଯେମିତି ଗୁଣିଗାରେଡ଼ି ବା ହୁକୁମ ଖାଇବା ପାଇଁ ଲୋକ ଆସିକି ଲାଇନ୍ ଲମ୍ବା ଲଗାଇ ଯାହା ଫଳ ପାଆନ୍ତି ଆପଣମାନେ ଜାଣନ୍ତି। ଗୋଟେ ବିଶ୍ୱାସରେ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ କାହିଁ ଆସିବେ? ମୁଖ୍ୟମନ୍ତ୍ରୀ ବି କାହିଁ ଏତେ ଭାରାକ୍ରାନ୍ତ ହେବେ ଏବଂ ସବୁବେଳେ ବିଜ୍ଞାପନ ପ୍ରକାଶ ପାଇବ? ଏଠି ଏବେ ଏଇ ଯେଉଁ ସବୁ ପ୍ରକାର ଅପରାଧ ଘଟୁଛି, ଏଥିରେ ଗୋଟିଏ କଥା ପ୍ରଶ୍ନ ଉଠୁଛି ଯେ ପୁଲିସକୁ କ'ଣ ସେଇଭଳି ଭାବେ ତାଲିମ ଦିଆଯାଉଛି କି? କେତେ ସୁବ୍ୟବସ୍ଥିତ ରହିବ, କେତେ ନିଜର ଆଚାର ବ୍ୟବହାର, ନିଜର ଓଜନ, ନିଜର ଶରୀରର ମାନେ ଯେଉଁ ଫିଜିକାଲ ଫିଟନେସଟା କେତେ ସୁନ୍ଦର କରିପାରିବ, ତା କ'ଣ ହେଉଛି କି? ରିପୋର୍ଟ ପ୍ରକାଶ ପାଇଥିଲା, ପୃଥଳକାୟ ପୁଲିସଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି, କେହି ଶୁଣୁନାହାନ୍ତି। ଉପରସ୍ଥ ଅଧିକାରୀମାନେ ତାଗିଦା କଲେ ପରେ ମଧ୍ୟ। ତେଣୁ ପୁଲିସ ମାନବିକତା ଦୃଷ୍ଟିକୋଣରୁ ଅପରାଧ ଘଟି ଯାଉଛି ବାରମ୍ବାର, ନିଜ ଆଡ଼ୁ ଏତଲା କାହିଁକି ନେବନି? ଏ ସ୍ୱାଧୀନତାର ଏତେ ବର୍ଷ ପରେ ଆପଣଙ୍କର ଯାହା ଜ୍ଞାତସାରରେ ହେଉଛି, ଭାରତୀୟ ନ୍ୟାୟ ସଂହିତାର 173 ଧାରା କହୁଛି ଯାହା ଜ୍ଞାତସାରରେ ପୁଲିସ ରହୁଛି, ପୁଲିସ ଜଣେ ଯିଏ ମାନେ ଆକ୍ରମଣର ଶିକାର ହେଇଛି ବା ହିଂସାର ଶିକାର ହେଇଛି, ଭିକ୍ଟିମକୁ ମାନେ ଜଣେ ଏଫଆଇଆର ଦେବା ପର୍ଯ୍ୟନ୍ତ ଭୟ ଯଦି କରୁଛି, ପୁଲିସ ନିଜ ଆଡ଼ୁ ଏତଲା ନେଉନି କାହିଁକି? ଏଇ ଗୋଟିଏ ମୁଖ୍ୟ ପ୍ରସଙ୍ଗ କରିକି ଯଦି ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହିତ ଦେଖନ୍ତେ ଏବଂ ନିର୍ଦ୍ଦେଶ ଦିଅନ୍ତେ ଯେ ବିଳମ୍ବ ନାହିଁ, କିଏ ଏତଲା ଦେବ ନ ଦେବ ନାହିଁ, ପୁଲିସ ନିଜ ଆଡ଼ୁ ଏତଲା ଦାୟର କରିକି ତଦନ୍ତ କରୁ, କାର୍ଯ୍ୟାନୁଷ୍ଠାନ କରୁ। ଆପଣ ଦେଖିବେ ଏତଲା ନେଇକି ଗଲେ ବି ଥାନାରେ ଏତଲା ରୁଜୁ ହେଇପାରୁନାହିଁ ବା ଡାଏରୀ ନୋଟ୍ ହେଇପାରୁନି, ବା ଡାକିକି ମଧ୍ୟ ଉଭୟ ପକ୍ଷଙ୍କୁ ପଚରା ଉଚରା କରି ତାଗିଦା ଉଭୟ ପକ୍ଷଙ୍କୁ କରାଗଲେ କିଛି ଅସୁବିଧା ନାହିଁ। ଗୋଟେ ଆଇନର ସଚେତନତା ତ ସୃଷ୍ଟି ହୁଅନ୍ତା ଗାଁ ଗାଁରେ। ସଚେତନତା ବାର୍ତ୍ତା ଆଇନ କ୍ଷେତ୍ରରେ କ'ଣ ସେଭଳି ଭାବରେ ଅଛି? ଆଗରୁ ଚୌକିଦାରମାନେ ଯାଉଥିଲେ, ବିଭିନ୍ନ କଥା ବୁଝାଉଥିଲେ, ବା କିଏ ଯାଉଥିଲେ କନେଷ୍ଟବଳ। ଏବେ ତ ଆପଣ ଦେଖନ୍ତୁ, ପ୍ରତ୍ୟେକ ବିଧାୟକଙ୍କ ପଛରେ ଜଣେ ଜଣେ ପିଏସ୍ଓ, ପ୍ରତ୍ୟେକ ମନ୍ତ୍ରୀଙ୍କ ପଛରେ 5-10 ଲେଖେ ପୁଲିସ। ଏଇ ଯେଉଁ ପାଖାପାଖି ଲକ୍ଷେ ପାଖାପାଖି ପୁଲିସ ଓଡ଼ିଶାରେ ଅଛନ୍ତି, ଚାକିରି କରିଛନ୍ତି, ସେଥିରୁ ତ ସର୍ବାଧିକ ଏଇ ଲ ଆଣ୍ଡ ଅର୍ଡର ସିଚୁଏସନ୍ ବା ମନ୍ତ୍ରୀ ଏବଂ ନେତାଙ୍କ ପଛରେ ଗୋଡ଼ିଲେ। ଲୋକ ସରକାର ଅନ୍ତତଃ ଏଇ କଥାଟି ଚିନ୍ତା କରନ୍ତୁ, ଆଗ ଉପର ସ୍ତରରୁ ଅପରାଧ ନିୟନ୍ତ୍ରଣ ପାଇଁ ଉପର ସ୍ତରରୁ ଟିକେ ସଜାଗ ହୁଅନ୍ତୁ। ସେ ତ ପୂର୍ବ ସରକାରରେ ପିଏସ୍ଓ ଦେଇଥିଲେ, ନବୀନ ପଟ୍ଟନାୟକ ସରକାରରେ MLA ମାନଙ୍କୁ। ଲୋକ ସରକାରରେ ଲୋକ ନେତାମାନେ ଯେଉଁମାନେ ପ୍ରତିନିଧିତ୍ୱ କରୁଛନ୍ତି ଜନତାଙ୍କୁ, ତାଙ୍କ ପାଖରେ ଭୟ କ'ଣ? ତାଙ୍କ ପାଇଁ ତ ଲୋକ ଅଛନ୍ତି, ସେମାନେ ତ ଲୋକଙ୍କ ପାଇଁ କାମ କରୁଛନ୍ତି। ଲୋକଙ୍କ ପାଇଁ କାମ କରୁଛନ୍ତି ବାସ୍ତବରେ, ନା ନିଜ ଆୟ ବୃଦ୍ଧି କରୁଛନ୍ତି, ସମ୍ପତ୍ତି ବୃଦ୍ଧି କରୁଛନ୍ତି, ପ୍ରତ୍ୟେକ ଗୋଟିଏ ବଡ଼ ବଡ଼ ଗାଡ଼ି ଚଢ଼ି ଆରାମଦାୟକ ଚଳଣି ଚଳୁଛନ୍ତି। ମନ୍ତ୍ରୀମାନେ କେବେ କେବେ ଗାଁକୁ ଯାଆନ୍ତୁ ଅଚାନକ ଭାବରେ, ବିଭିନ୍ନ କାର୍ଯ୍ୟାଳୟ ବାରମ୍ବାର ତଦାରଖ କରନ୍ତୁ, ହୋମ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଅନ୍ତୁ ମୁଖ୍ୟମନ୍ତ୍ରୀ, ସେ ବିଭିନ୍ନ ଥାନାକୁ ଗସ୍ତ କରିକି ପଚାରନ୍ତୁ, ସର୍ବସମ୍ମୁଖରେ ଶୁଣାଣି କରନ୍ତୁ। ଏ ଲୋକଙ୍କ ପାଇଁ କାମ ହଉ, ଏଥିରେ କିଛି ଅଧିକ ଟଙ୍କା ମାନେ ଅର୍ଥ ବ୍ୟୟ ହେଇଯିବନି।
ତେଣୁ ସେଇ ସବୁ କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଲୋକ ସରକାରରେ ନେତାଙ୍କ ପଛରେ ଯାଉଛି ପୁଲିସ ଅଧିକ, ଲୋକଙ୍କ ପାଖରେ କମ୍। ଆଉ ଲୋକମାନେ ମଧ୍ୟ ଏତେ ହିଂସାକୁ କାହିଁକି ଆପଣଉଛନ୍ତି? ଯଦି ଟିକେ ଆଧ୍ୟାତ୍ମିକ ଭିତ୍ତିରେ ଟିକେ ଯୋଗ ତପ ଏସବୁ କଥାକୁ ଶିକ୍ଷା ଲାଭ କରନ୍ତେ, ଆଉ ଭିଡ଼ିଓ ରେକର୍ଡ଼ିଂ ଭଳି ଗୋଟେ ବାଜେ ଘୃଣ୍ୟ କାର୍ଯ୍ୟକୁ ଜଣେ ଲୋକକୁ, ଜଣେ ମଣିଷକୁ ମଣିଷଟେ ବାଡ଼ଉଛି ଏବଂ ଦୁଃଖଦ ପରିଣତି ଆସିବ ଏବଂ ରକ୍ତ ବୋହିବ, ତାହା କ'ଣ ମଣିଷକୁ ଶାନ୍ତି ଦେବ ନା ସମାଜକୁ ଶାନ୍ତିରେ ଆଣିବ? ଆମେ ଭିଡ଼ିଓ ରେକର୍ଡ଼ିଂରେ ଯେତିକି ମାତୁଛନ୍ତି ସେ ଅନୁପାତରେ ଅପରାଧକୁ ରୋକିବା ପାଇଁ କିଏ କିଏ ଉଦ୍ୟମ କରୁଛନ୍ତି କି? ଆଉ ପୁଲିସର ଉଦାରବାଦତା, ପୁଲିସର ଯେଉଁ କାର୍ଯ୍ୟଧାରା, କାର୍ଯ୍ୟ ପଦ୍ଧତି ଉପରେ ଯଦି ଆମେ ଦେଖିବା, ସେ ଯେଉଁ ସୌମ୍ୟରଞ୍ଜନ ସ୍ୱାଇଁ ଯୁବକ କନେଷ୍ଟବଳ ଜଣେ ସିଆର୍ପିର ହତ୍ୟାର ଶିକାର ହେଲେ, ସେ କୁଆଡ଼େ ଜିମ୍ ବ୍ୟବସାୟରେ ଜଡ଼ିତ ଥିଲେ। ଜଣେ କର୍ତ୍ତବ୍ୟରେ ତ ପୁଲିସ ଅଧିକାରୀ ଜିମ୍ ବ୍ୟବସାୟରେ ଜଡ଼ିତ କେମିତି ଥିଲା? ଆମେ ତ ତାଙ୍କର ହତ୍ୟାକୁ ତୀବ୍ର ନିନ୍ଦା କରୁଛୁ, କିନ୍ତୁ ତାଙ୍କର ପୃଷ୍ଠଭୂମିଟାକୁ ଟିକେ ଦେଖନ୍ତୁ। ଏ ଘଟଣା କାହିଁକି ହେଲା? ଝିଅମାନଙ୍କୁ ରାସ୍ତାରେ ଡାକିକି ମାନେ ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା, ତାଙ୍କ ମାନେ ହାତ ତାଙ୍କ ଦେହରେ ଲଗାଇବା। ଜଣେ ପୁଲିସ ଅଧିକାରୀ କେମିତି ତାଲିମ ପାଇଲା? ଏ କି ପ୍ରକାର ତାଲିମ? ତେଣୁ ସର୍ବଶେଷରେ ଆମେ ଏତିକି କହିବା, ଲୋକ ସରକାରର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଲୋକ ତ ପ୍ରଶ୍ନ ଉଠାଉଛନ୍ତି ଯେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯେତିକି ସଂଖ୍ୟାରେ ସିକ୍ୟୁରିଟି ସୁରକ୍ଷା ଜିନିଷ ନେଉଛନ୍ତି, ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରୁଛନ୍ତି, ସେହି ଅନୁସାରେ ଗାଁକୁ, ପ୍ରତ୍ୟେକ ଗାଁକୁ, ପଞ୍ଚାୟତକୁ ଟିକେ ପୁଲିସମାନଙ୍କୁ ପଠାନ୍ତୁ, ଡାଏରୀ ନୋଟ୍ ହେଉ, ଲୋକମାନଙ୍କୁ ଆଇନଗତ ସଚେତନତା କରାଯାଉ। ତେବେ ଆଶା କରିବା ଏବଂ ଏଇ ଯେଉଁ ମୋବାଇଲ ଉଠାଇବା ଅପେକ୍ଷା ଲୋକମାନଙ୍କୁ ଜଣେ ଜଣଙ୍କୁ ସାହାଯ୍ୟର ହାତ ବଢ଼ାଉ, ଏ ମାନବିକତା ତ ଅନ୍ତତଃ ଟିକେ ରହୁ। এই କଥାଗୁଡ଼ିକ ଯଦି ଯତ୍ନ ନେବେ, ଆମେ ଆଶା କରିବା ଯେ କିଛି ପରିମାଣରେ ଅନ୍ତତଃ ପକ୍ଷେ ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ। ଯଦି ଆପଣଙ୍କୁ ଏହି ଏପିସୋଡ଼ ଭଲ ଲାଗିଲା, ଆପଣ ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଧନ୍ୟବାଦ।